ଦେନ୍ ସେପ୍ଟେମ୍ବର 4 ରେ ତାଙ୍କରି ନିଜର ବଡ଼ ଭଉଣୀ ଯିଏ ଜଣେ ଏଇ ନ୍ୟୁଜ୍ ଚ୍ୟାନେଲର ଅଗଧାଡିର ମାନେ ନମ୍ବର 2 ନମ୍ବର 3 ନମ୍ବର 4 ରେ ଆସୁଛନ୍ତି ଚ୍ୟାନେଲ ଯୋଉଥିରେ ସିଏ ଏଡିଟିଂ ଅଛନ୍ତି ମାନେ ଯୋଉ ବୁଲେଟିନ୍ ଏଡିଟର ବୁଝିପାରିଲେ ଆଜ୍ଞା ମାନେ ଆମ ଓଡିଶାର ଜଣେ ନାମୀ ଦାମୀ ସାଟେଲାଇଟ ଚ୍ୟାନେଲ ନ୍ୟୁଜ୍ ଚ୍ୟାନେଲର ଆଚ୍ଛା ସିଏ ମତେ କହିଲେ କି ଶୁଣ ତମେ କଣ ଭାବୁଛ ମୁଁ ଜାଣିନାହିଁ ଆଉ ସିଏ ତ ମାନେ ରାତିରେ ବି ବାଥରୁମ ଭିତରକୁ ମୋବାଇଲ ନେଇକି ପଳଉଛି ଭିଡିଓ କଲରେ କଥା ହଉଛି ମାମା ତା ଉପରେ ରାଗୁଛନ୍ତି ଆଉ ତମେ କଣ କରୁଛ ମୁଁ ଜାଣିପାରୁନି ତମେ ଟିକେ ଦେଖ କଣ ହଉଛି କଣ ନାହିଁ ଦେନ୍ ମୁଁ ସେପ୍ଟେମ୍ବର 4 ରେ ଆଜ୍ଞା ଧରିଲି ମୋ ସେ ସ୍କ୍ରିନସଟ୍ ବି ଅଛି ଆପଣଙ୍କୁ ଦେଖେଇବି ଲେଖା ହେଇଛି ବି ସାର୍ ବୋଲି ବୁଝିପାରୁଛନ୍ତି ଭିଡିଓ କଲରେ କଥାବାର୍ତ୍ତା ଚାଲିଛି ତାଙ୍କର ବୁଝିପାରୁଛନ୍ତି ଦେନ୍ ସେପ୍ଟେମ୍ବର 8 ରେ ଧରିଲି ଛୁଟି ନେଇକି ଆଜ୍ଞା ଯାଇଛନ୍ତି ତାଙ୍କ ଘରକୁ ବୁଝିପାରିଲେ ମତେ କହୁଛନ୍ତି ମୁଁ ଛୁଟିରେ ଘରେ ଅଛି ମୋ ଦେହ ଭଲ ନାହିଁ ତ ସେପ୍ଟେମ୍ବର 8 ରେ ଆଜ୍ଞା ଧରିଲି ମୁଁ ତାଙ୍କ ଘର ପାଖରେ ଛାଡ଼ିବା ପାଇଁ ଆସିଥିଲେ ବୁକେ ଫୁକେ ଦେଇ ବୁଝିପାରୁଛନ୍ତି ଯେତେବେଳେ ମୁଁ ତାଙ୍କୁ ପଚାରିଲି ସେ ଯୋଉ ବ୍ୟକ୍ତି ଜଣଙ୍କୁ ପଚାରିଲି ଇଏ କ'ଣ ସବୁ ନା ମତେ ସେ କହିଲେ ଟିକେ ଛାଡ଼ିଦିଅ ଆଣି ଘରେ ମୁଁ ସେଥିପାଇଁ ଆସିଥିଲି ଛାଡ଼ିବା ପାଇଁ ବୁଝିପାରୁଛନ୍ତି ଧରିଲା ପରେ ଦେନ୍ ସେପ୍ଟେମ୍ବର 16 ତାଙ୍କର ଯୋଉ ମେଟ୍ରୋ ସାଟେଲାଇଟ୍ ଅଛି ଆମର ବାଲିଅନ୍ତାରେ ସେ ଭିତରୁ ଧରିଲି ବୁଝିପାରିଲେ ଆଣ୍ଡ ସେପ୍ଟେମ୍ବର 30 ରେ ଯୋଉଥିପାଇଁ ମୁଁ ମାନେ ସେଟା କାହାକୁ ମୁଁ ସଜେସନ ଦେବି ନାହିଁ କି ସେ ବାଟକୁ ଯିବା ପାଇଁ ମୁଁ ଯାଇଥିଲି ଆଉ ମୁଁ ପଳେଇ ଆସିଛି ଆଉ ଆଜି କିଛି ନା କିଛି ଆସିଛି ବୋଲି ଭଗବାନଙ୍କ ସେତିକି କୃପା ଥିଲା ମୁଁ ଆସିଛି ବୋଲି ଆଜି ଆପଣଙ୍କ ଆଗରେ ବସିଛି ସେଇଟା ତ ମୁଁ ସବୁ ଯେତିକି ଆଜି ଦିନରେ ଯୋଉ ୟଙ୍ଗ ଜେନେରେସନ ଅଛନ୍ତି ଯଦି ଡିପ୍ରେସନରେ ଯାଉଛନ୍ତି ଆପଣ ଏମିତି ଲୋକ ଖୋଜନ୍ତି ଯାହାକୁ ସବୁ ମନ କଥା ଖୋଲି କହିପାରିବେ